କରି ଦେଇଛନ୍ତି ଏକ ଫଟୋ ଦେଖି ମୋତେ କେତେ ଥର କହିଛନ୍ତି କାହ୍ନା ଦେଖିଲୁ ଏ ଯେ ଆମ ଘର ବୋହୂ ହବା ପାଇଁ ଯୋଗ୍ୟ ତ ମାଲ ମାଲ ଆଉ ଗୋଟେ କଥା କହିବି ନା ତମ ଦି ଜଣଙ୍କର କଣ ହେଇଛି କଣ ନ ହେଇଛି ସେ କଥା ମୋର ଜାଣିବା ଦରକାର ନାହିଁ କିନ୍ତୁ ମୁଁ କହୁଛି ଏ ଝିଅ ଆଜିଠାରୁ ମୋ ଘରର ବୋହୂ ହବ। ଭାରି ବଢିଆ ବୋଲ ମା ମାଲୁ ଏକ କଥାବାର୍ତ୍ତାରେ ମୁଁ ଯେତିକି ଜାଣିଛି ଇଏ ବହୁତ ଭଲ ଝିଅ ମାନେ ତାଙ୍କ ପାଦକୁ ଦେଖିଲୁ ସାକ୍ଷାତ ଲକ୍ଷ୍ମୀ ଠାକୁରାଣୀଙ୍କ ପାଦ ଏ ପାଦରେ ଝୁଣ୍ଟିଆ ପିଞ୍ଜା ମଗଣାରେ ବୁଲିଲେ ଲକ୍ଷ୍ମୀ ତ କାଲି ବର୍ଷା ଆମେ ଆଉ ତୋରା କିଛି କହିବାର ଅଛି ସିଏ କଣ କହିବେ ମୁଁ କହୁଛି ଏମିତିକା ସ୍ତ୍ରୀ ଭାଗ୍ୟରେ ଥିଲେ ମିଳେ। ଆରେ ଏ ପାଗଳା ନାରୀ ଓଠର ହସ ନର୍କକୁ ବି ସ୍ୱର୍ଗ କରିଦିଏ ନାରୀ ଆଖିର ଲୁହ ସ୍ୱର୍ଗକୁ ବି ନର୍କରେ ପରିଣତ କରିଦିଏ। ହଁ ସାନ ବାବୁ ସେଦିନ ସୀତାମାତାଙ୍କ ଆଖି ଲୁହରେ ସୁନାର ଲଙ୍କା ବି ପାଉଁଶ ପଲଟି ଯାଇଥିଲା ଦ୍ରୌପଦୀଙ୍କ ଆଖି ଲୁହରେ କୁରୁବଂଶ ବି ଧ୍ୱଂସ ପାଇ ଯାଇଥିଲା ସାନ ବାବୁ ଥରୁଟାଏ ବୁଝିବାକୁ ଚେଷ୍ଟା କର ପାଗଳା ଥରୁଟାଏ ବୁଝିବାକୁ ଚେଷ୍ଟା କର ସମ୍ପର୍କ ଥିଲେ ମନମାଳିନ ହୁଏ ସେଇଥିପାଇଁ ତ ସମ୍ପର୍କ ଅନ୍ୟ ନାଁ ହଉଛି ବୁଝାମଣା ଏତେ ବାଟ ଆଗେଇ ସାରିବା ପରେ ପଛକୁ ଫେରିବାର ଚିନ୍ତାଧାରା ମନ ଭିତରୁ ତୁ ଆଣିପାରୁଛୁ କେମିତି ଠିକ ଅଛି ମାମା ତୁ ଯଦି ଚାହୁଁଛୁ ତାହେଲେ ଖୁସି ଆଗରେ ରହିବ ଭାଇଙ୍କର ବି ସେୟା ଇଚ୍ଛା ମୁଁ ବି କହୁଛି ଖୁସି ଆପଣଙ୍କର ଏ ଘରୁ କୁଆଡେ ଯିବା ଦରକାର ନାହିଁ ଆପଣ ତ ମାର୍ବଲ ଚଟାଣର ମଣିଷ କୁଆଡେ ଯିବା ଆପଣ କିନ୍ତୁ ଖୁସି ହେଉଛି ଥୋଳି ମାଟିର ଝିଅ ଏବେ ବି ଛିଣ୍ଡା ମସିଣାଟେ ପକେଇ ସେ ମାଟି ଚଟାଣ ଉପରେ ଶୋଉଛି ତେଣୁ ତାକୁ ଗଛ ମୂଳେ ଶୋଇଲେ ବି ନିଦ ଆସିବ ବାବୁ ସେମିତିରେ ବି ଅଲଣା ତୋରଣୀରେ ଲୁଣ ପକେଇ ପିଇବାର ଅଭ୍ୟାସଟା ତାର ଆଗରୁ ଅଛି ଭୋଗିଲା ପେଟର ଦାଉ ତା ପାଇଁ ନୂଆ ନୁହେଁ ବାବୁ ସେସବୁ ଖୁବ୍ ସହଜରେ ସହିଯାଇପାରିବ କିନ୍ତୁ ଆପଣ କାହିଁକି ମୋ ପାଇଁ ଏତେ କଷ୍ଟ ସହିବେ କାହିଁକି ଆପଣଙ୍କର ଏତେ ସୁନ୍ଦର ଘର ଛାଡ଼ି ଆପଣ ବାହାରକୁ ଚାଲିଯିବେ ତେବେ ସବୁଠୁ ଭଲ ହବ ଆଜି ସମସ୍ତଙ୍କ ପାଇଁ ମଙ୍ଗଳ ହବ ମୁଁ ଏ ଘର ଛାଡ଼ିକି ଚାଲିଯିବି ହାରିଯିବିନି ବାବୁ ଜୀବନରେ ମୁଁ କେବେ ବି ହାରିଯିବିନି ମୋ ପିଲାଟାକୁ ସିନା ତା ବାପାଙ୍କର ସ୍ନେହ ଦେଇପାରିବିନି କିନ୍ତୁ ମାର ମମତା ଦେଇ ବଡ଼ କରିବି କିନ୍ତୁ ବିନୟ ବାବୁ ଆଜି ମୁଁ ଘର ଛାଡ଼ି ଚାଲିଯିବା ପୂର୍ବରୁ ଆପଣଙ୍କୁ ଗୋଟେ କଥା କହିକିରି ଯିବି ଆପଣ ଆଜି ନହେଲେ ବି କାଲି ତ ନିଶ୍ଚୟ ବିବାହ କରିବେ ଯଦି ଆପଣଙ୍କର ଗୋଟେ ଝିଅଟେ ହେଲା ଆପଣଙ୍କର ସେଇ ଝିଅ ଯଦି ବି କାନ୍ଦି କାନ୍ଦି ଆସି ଆପଣଙ୍କୁ ପଚାରେ ବାପା ପ୍ରେମରେ ଝିଅମାନେ କାହିଁକି ଧୋକା ଖାଆନ୍ତି ଆପଣ ତାକୁ କହିବେ ବାବୁ ଆପଣ ତାକୁ ଏଇ କଥାଟା ନିଶ୍ଚୟ କହିବେ ଯେ ଯେଉଁମାନେ ଜୀବନରେ ପ୍ରକୃତରେ ପ୍ରେମ କରିଥାନ୍ତି ସେମାନେ କାନ୍ଦନ୍ତି ସେମାନେ ଜୀବନ ସାରା ସେମାନେ କାନ୍ଦନ୍ତି ସେମାନେ ଏ ଝିଅ ତୋ ସାହସକୁ ଧନ୍ୟବାଦ ଦେଇ ରହିପାରୁନି ତୁ ମୋ ଘର ଭିତରେ ମୋ ଆଖି ସାମ୍ନା ଛିଡ଼ା ହେଇ ମୋ ଆସନ୍ତାକାଲିର ଭବିଷ୍ୟତକୁ ଅଭିଶାପ ଦେଇକି ଚାଲିଯିବୁ ଏତେ ସାହସ ତୋର ଶୁଣୁ ଆଜି ପର୍ଯ୍ୟନ୍ତ ମୋ ମାର କୌଣସି ଇଚ୍ଛାକୁ ମୁଁ ଅପୂରଣୀୟ ରଖିନି ଏ ଇଚ୍ଛା ମଧ୍ୟ ପୂରଣ ହବ କାନୁ ବାବୁ ତୁ ଘର ଭିତରୁ ଯା ଆଚ୍ଛା ମା ଲକ୍ଷ୍ମୀଙ୍କ ପାଦ ତଳେ ସିନ୍ଦୁର ପୁଡ଼ିଆ ଥୁଆ ହେଇଥିବ ତାକୁ ନେଇ ଆସ ଶୁଣୁ ସେଠି ଟଙ୍କା ଥିବ ହଁ ସେଥିରୁ ଥିବ ନେଇ ଆସ ହଁ ଯା ହଁ ବାବୁ ମୁଁ ବି ଚାହୁଁଛି ଏ ଝିଅ ଆମ ସାନ ବାବୁକୁ ବାହା ଆରେ ଝିଅ ଶୁଣୁ ତୋ ପରିବାରକୁ ତୁ ଖବର ଦେ ହେଲା ତୋ ପରିବାରକୁ ତୁ ଖବର ଦେ ସେମାନେ ସମସ୍ତେ ଆସି ଦିନ 10ଟା ସମୟରେ ମନ୍ଦିର ନିକଟରେ ପହଞ୍ଚିବେ ସେଇ ମନ୍ଦିରରେ ତୋ ବାହାଘର ବ୍ୟବସ୍ଥା ମୁଁ କରିବି